ସୁଭଦ୍ରା ଯୋଜନାର 4 ନମ୍ବର ଫେଜ୍‌ର ଟଙ୍କା ଲାଗି ଯେନ୍ଟାକି ବହୁତ ସାରା ଲୋକ ଅପେକ୍ଷା କରିଛନ୍। 3 ନମ୍ବର ଫେଜ୍‌ର ଦେଖ ଯେନ୍ଟାକି ପଇସା ପଡ଼ିଗଲା ଆଉ ବହୁତ ସାରା ଲୋକର ଆକାଉଣ୍ଟକେ ବି 3 ନମ୍ବର ଫେଜ୍‌ର ପଇସା ଆସିଯାଇଥିଲା। ଏ 4 ନମ୍ବର ଫେଜ୍‌ର ପଇସା ନି ଆସବାର୍ ତାଲି ବହୁତ ସାରା ଲୋକର ନିକେ। ତ ସେମାନେ କାଣା କରିବେ? ଆପଣମାନେ କାଣା କଲେ ଯେନ୍ଟାକି 4 ନମ୍ବର ଫେଜ୍‌ର ପଇସା ଯେନ୍ଟାକି ସୁଭଦ୍ରା ଯୋଜନାର ପାଇପାରବେ। ବହୁତ ସାରା ଲୋକ ଆଜ୍ଞା ଆପ୍ଲାଏ କରିଥିଲେ। ଫାର୍ଷ୍ଟ କିସ୍ତି ବହୁତ ସାରା ଲୋକ ପାଇଯାଇଛନ୍, ସେକେଣ୍ଡ କିସ୍ତି ବହୁତ ସାରା ଲୋକ ପାଇଯାଇଛନ୍, ଥାର୍ଡ଼ କିସ୍ତି ବି ହେଲେ ବହୁତ ସାରା ଲୋକ ପାଇବାର ବାକି ଅଛି ତାଲି। ହେଲେ ଫୋର୍ଥ କିସ୍ତି ମାନେ ଥାର୍ଡ଼ କିସ୍ତି ସମସ୍ତେ ପାଇ ସାରିଲେ ନା। 4 ନମ୍ବର କିସ୍ତି ଯେନ୍ଟାକି ବହୁତ ସାରା ଲୋକ ପାଇବାର ବାକି ଅଛି ତାଲି। ତ ଆପଣ ଯଦି 4 ନମ୍ବର କିସ୍ତି ଯେନ୍ଟାକି ସୁଭଦ୍ରା ଯୋଜନାର ପଇସା ପାଇବାର୍ ଲାଗି ଚାହୁଁଛନ୍, ତାହେଲେ ଆପଣମାନେ କାଣା କରିବେ? ଦେଖ 31 ଲକ୍ଷ ଟୋଟାଲ ଯେନ୍ଟାକି ମହିଳାମାନେ ଆଉ ଅଛନ୍ ତାଲି ଯେନ୍ଟାକି ଆପ୍ଲାଏ କରିଛନ୍। ବହୁତ ଲୋକ ଆପ୍ଲାଏ ବି ନି କରିଥିବେ 4 ନମ୍ବର ଫେଜ୍‌ର ଲାଗି। ଆପ୍ଲାଏ କରିଛନ୍ ସେ ଲୋକର କିଛି ଲୋକର କେୱାଇସି ପେଣ୍ଡିଂ ରହିଯାଉଛେ, କିଛି ଲୋକଟା ଦେଖ ଯେନ୍ଟାକି ଭ୍ୟାଲିଡ୍ ନାଇଁ ରହିବାର୍, କିଛି ଲୋକଟା ଯେନ୍ଟାକି ନେଇ ହେଇ ପାରବାର୍। ତ ସେମାନେ କାଣା କରିବେ? ତ ଆପଣମାନେ କାଣା କରିବେ? ଯଦି ଆପଣଙ୍କ ଯଦି ସୁଭଦ୍ରା ପଇସା ଯଦି ନି ପଡ଼ବାର୍ ତାହେଲେ ଆପଣମାନେ କାଣା କରିବେ? ଯୋଉଁ ଆପଣମାନେ ଆପଣଙ୍କର ସିଏସ୍‌ସି ସେଣ୍ଟରକେ ପଲେଇଛନ୍, ସେନେ ଆପଣମାନେ ଚେକ୍ କରିନେବେ ନା ଆପଣଙ୍କର କେୱାଇସି ପେଣ୍ଡିଂ ଅଛି ନା ସକ୍ସେସ୍ ହେଇସାରିଛେ ବୋଲିକରି। ଯଦି ଆପଣଙ୍କର ସିଏଲ୍‌ସି ସେଣ୍ଟରରେ ଆପଣ ଯଦି ଚେକ୍ କରୁଛନ୍, ଆପଣଙ୍କର ଯଦି ସକ୍ସେସ୍ ଅଛେ, ତାହେଲେ ହିଁ ଯେନ୍ଟାକି ଆପଣଙ୍କୁ ଯେନ୍ଟାକି ସୁଭଦ୍ରା ଯୋଜନାର ପଇସା ମିଳିଯିବା। 5,000 ଟଙ୍କା ଲେଖାଏଁ ପେଇ ପାରବେ 4 ନମ୍ବର ଫେଜ୍ ମାନେ 4 ନମ୍ବର ଇନଷ୍ଟଲମେଣ୍ଟର ଯେନ୍ଟାକି ସୁଭଦ୍ରା ଯୋଜନାର ପଇସା ଥାର୍ଡ଼ ଫେଜ୍ ପଡ଼ିଥିଲା। ଫୋର୍ଥ ଫେଜ୍ ସେଟା ଯେନ୍ଟାକି ପଡ଼ିଯିବା ଯେନ୍ଟାକି ସୁଭଦ୍ରା ଯୋଜନାର ଟଙ୍କା। ଯେମିତିକି ବହୁତ ସାରା ଲୋକ ଯେନ୍ଟାକି ସୁଭଦ୍ରା ଯୋଜନାର ପଇସା ପାଇପାରବେ। ତ ଆପଣମାନେ ବି ଆପଣମାନେ ବି ଆପ୍ଲାଏ କରୁନ୍, ଯେନ୍ଟାକି ଆପଣମାନେ ଆପ୍ଲାଏ କରିବା ଦ୍ୱାରା ହିଁ ଆପଣମାନେ ପାଇପାରବେ ସୁଭଦ୍ରା ଯୋଜନାର ଟଙ୍କା। ଆଉ ଦେଖ ବହୁତ ସାରା ମହିଳାମାନେ ଆପ୍ଲାଏ କରିଥିଲେ, ହେଲେ 3 ନମ୍ବର ଫେଜ୍ ଟାଇମ୍ ତାଙ୍କର ପଇସା ବି ନି ପଡ଼ଲା। କାଁଥିର୍ ଲାଗି ନି ପଡ଼ଲା ମୁଁ କହିଦଉଛେଁ। ତାଙ୍କର୍ ବ୍ୟାଙ୍କ ଆକାଉଣ୍ଟ ଯେନ୍ଟାକି ଆକ୍ଟିଭ୍ ନେଇଥାଇ, ଡିଏକ୍ଟିଭ୍ ଯେନ୍ଟାକି ହେଇଥିଲା। ତ ଆପଣ ଯାଇକରି ଆପଣଙ୍କର ବ୍ୟାଙ୍କକେ ଯେନ୍ଟାକି କେୱାଇସି କରିନଉନ୍। ଠିକ୍ ଅଛେ, କେୱାଇସି କରିନେଲେ ଆପଣଙ୍କୁ ସୋର୍ ମିଳିଯିବା, ଆପଣଙ୍କର ପଇସା ବି ଆସିଯାଇଥିବା ବୋଧେ। ଆପଣ ଯଦି ଆପଣଙ୍କର ଆକାଉଣ୍ଟରେ ଡିବିଟି ଆକ୍ଟିଭ୍ ନି କରାବାର୍, ତାହେଲେ ତ ଆପଣଙ୍କୁ ଗ୍ୟାରେଣ୍ଟି ପଇସା ଏଖା ନି ପଡ଼େ। ଯେନ୍ଟାକି ଆପଣଙ୍କୁ ପହେଲା ଆସାମରେ ବହୁତ କେତେଟା ବ୍ୟାଙ୍କର ଯେନ୍ଟାକି ପଇସା ପଡ଼ୁଛେ ମୁଁ ଆପଣଙ୍କୁ କହିଦଉଛେଁ। ପହେଲା ଆପଣଙ୍କୁ ପଡିଯାଉଛେ ଯେନ୍ଟାକି ଆପଣଙ୍କର ଷ୍ଟେଟ୍ ବ୍ୟାଙ୍କ ତ ବହୁତ ସାରା ଲୋକ କରିଛନ୍ ନା, ଷ୍ଟେଟ୍ ବ୍ୟାଙ୍କ ସମସ୍ତଙ୍କ ଅଛି, ଷ୍ଟେଟ୍ ବ୍ୟାଙ୍କ ଟିକେ ଲେଟ୍ ଲାଗୁଛେ ବୋଲୁଛନ୍। ଯେନ୍ଟାକି ଆପଣଙ୍କର ପୋଷ୍ଟାଲ ବ୍ୟାଙ୍କ ଅଛି, ଠିକ୍ ଅଛି, ପୋଷ୍ଟାଲ ବ୍ୟାଙ୍କର ଆପଣଙ୍କୁ ପଇସା ବହୁତ ଜଲ୍ଦି ପଡ଼ିଯାଉଛେ। ଡିବିଟି ସାଙ୍ଗେ ସାଙ୍ଗେ ଆକ୍ଟିଭ୍ ହେଇଯାଉଛେ ନା, ସେଥିର୍ଲାଗି। ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ବି ଯେନ୍ଟାକି ଡିବିଟି ଆକ୍ଟିଭ୍ ହେଇଯାଉଛେ, ସେଥିର୍ଲାଗି ବୋଲି ଯେନ୍ଟାକି ପଇସା ପଡ଼ିଯାଉଛେ ଯେନ୍ଟାକି ସୁଭଦ୍ରା ଯୋଜନାର। ସେଥିର୍ଲାଗି ବୋଲି ଆପଣ ଯଦି ବ୍ୟାଙ୍କ ଆପଣଙ୍କର ପାଖେ ନେଇନ, କି ଆପଣଙ୍କର ବ୍ୟାଙ୍କ କିଛି କାରଣରୁ ବନ୍ଦ ହେଇଯାଇଛି କି ନି ଚଲାବାର୍ ନା, ଆପଣ 5 ବର୍ଷ କେତେ ବର୍ଷ ହେଇଗଲା, ତ ତାହେଲେ ଆପଣମାନେ ଇ ବ୍ୟାଙ୍କ ମନ୍କେ ଯେନ୍ଟାକି ଆକାଉଣ୍ଟ ଖୋଲିନଉନ୍। କାହିଁକିନା ଇ ବ୍ୟାଙ୍କ ମନ୍କେ ଆକାଉଣ୍ଟ ଖୋଲିବେ ବୋଲେ ହିଁ ଆପଣଙ୍କରଟା ଯେନ୍ଟାକି ପଇସା ପଡ଼ବା ସୁଭଦ୍ରା ଯୋଜନାର। ଆଉ ଯଦି ଆପଣ ସେ ବ୍ୟାଙ୍କକେ ଚଲାବାର୍ ଲାଗି ଚାହୁଁଛନ୍, ତାହେଲେ ସେ ବ୍ୟାଙ୍କକେ ଯାଉନ୍, ଆପଣମାନେ କେୱାଇସି କରୁନ୍, ବ୍ୟାଙ୍କ ଆକ୍ଟିଭ୍ କରୁନ୍। ତାପରେ ହିଁ ଯେନ୍ଟାକି ଆପଣମାନେ ଚେକ୍ କରିବେ ଯେନ୍ଟାକି ଆପଣଙ୍କର ଆକାଉଣ୍ଟରେ ବି ପଡ଼ିଯିବା ସୁଭଦ୍ରା ଯୋଜନାର ଟଙ୍କା। ତ ଯାଉନ୍ ଆପଣମାନେ ବି ଚେକ୍ କରୁନ୍। ମିଲ୍ମା ଗୋଟେ ଭିଡ଼ିଓରେ। ଜୁହାର, ଜୟ ମା ସମଲେଇ।